ଅନୁଗୁଳ ଜିଲ୍ଲାର ବନ୍ତଳା ପଞ୍ଚାୟତର ଧରାଉପୁରର ଯୋଉ ଗ୍ରାମରେ ହାତୀର ଉପଦ୍ରବ ଏମିତି ମାତ୍ରାରେ ବଢିଛି ଯୋଉଟା କି ପାଖାପାଖି 30 ରୁ 40 ଏକରର ଯୋଉ ଧାନ କଟା ହେଇଥିଲା ଚାଷୀ ମାନେ ଉଠେଇଥାନ୍ତି ପ୍ରତ୍ୟେକ ଦିନ। ଆଜି ଏମିତି ପ୍ରକାର ସକାଳ ଆସି ଲୋକ ଦେଖିଲେ ଯେ ସେଠି 30 ରୁ 40 ଏକରର ଧାନ ସବୁ ନଷ୍ଟ କରିଦେଇଛନ୍ତି। ପାଖାପାଖି 40 ରୁ ଉର୍ଦ୍ଧ୍ୱ ହାତୀ, ଯାହା ଗାଁ ମାନେ ଗ୍ରାମବାସୀ ମାନେ କହୁଥିଲେ ରାତି ଯେମିତି 9ଟା ବାଜୁଛି ତା ଭିତରେ ହାତୀଙ୍କର ଏମିତି ଉପଦ୍ରବ ବଢୁଛି ସେ ପୁରା ଯେମିତି କି ବିଲକୁ ଖିନମିନ କରି ଯାଉଛନ୍ତି। ଏ ଜଣେ ଚାଷୀ ଅଛନ୍ତି, ତାଙ୍କ ସାଙ୍ଗରେ ଆମେ କଥା ହବା, ସେ କହିବେ କଣ ଆକ୍ଚୁଆଲି ଅସୁବିଧା ହେଇଛି। କାଲି ରାତି 10ଟା 11ଟା ବେଳେ ବର୍ଷା ତ ପଡୁଥିଲା, ବର୍ଷାରେ ଆମେ ଆସିପାରିଲୁନି। ତା ଆଗ ଦିନ ଯାହା ନଷ୍ଟ କରିଦେଲେ ଆଉ କାଲି ଆସି ରାତି ଆମର ଧାନ ଗଦା ସବୁ ହେଇଥିଲା, ଗଦା ସବୁ ଭାଙ୍ଗି ତାକୁ ଛାନଦାନ କରି ସବୁ ନଷ୍ଟ କରିଦେଇଛନ୍ତି। ଆମେ ଏବେ କଣ କରିବୁ? ହାତୀ ଆପଣ ତ ଛାଡିଛନ୍ତି 40-45 ଫୁଟ ହାତୀରୁ ନଷ୍ଟ କରିଦେଇକି ଗଲେ, ଆମେ ତାକୁ ଠେଙ୍ଗା ନା ବାଡି ନା କଣ କରିବୁ? କିଛି କରିପାରିବୁନି। ଏ ବିଷୟରେ ରାତିରେ କିଛି ଆପଣ ଫରେଷ୍ଟ ଡିପାର୍ଟମେଣ୍ଟ ଫରେଷ୍ଟ ଡିପାର୍ଟମେଣ୍ଟ ଶୁଣୁନାହିଁ, ଜମା ଫୋନ କଲେ ଆପଣ ଉଠଉନାହାନ୍ତି କି ଶୁଣୁନାହାନ୍ତି କି ଆସୁନାହାନ୍ତି। ଆମ ଗ୍ରାମକୁ ସେ ଇଏ କରିଦେଇନି, ହାତୀ ଧରାପୁର ଗ୍ରାମରେ ପଶୁନାହାନ୍ତି ବୋଲି କହୁଛନ୍ତି। ଯାହା ଶୁଣୁଥିଲେ ଫରେଷ୍ଟ ଡିପାର୍ଟମେଣ୍ଟଙ୍କର ଅବହେଳା ଅଛି। ଫରେଷ୍ଟ ଡିପାର୍ଟମେଣ୍ଟକୁ ଯେତେବେଳେ ଏମାନେ ଫୋନ କରିଥାନ୍ତି କିଛି ବି ଜାଣିବାକୁ ପାଇଥାନ୍ତି ଯେ ହାତୀ ଯଦି ଆସୁଛି କେମିତି କଣ ତାଙ୍କୁ ରୋକିବା ପାଇଁ ଫରେଷ୍ଟ ଡିପାର୍ଟମେଣ୍ଟକୁ ଫୋନ କରିଥାନ୍ତି। ତ ଆଉ ଜଣେ ଅଛନ୍ତି ଚାଷୀ, ତାଙ୍କ ଠାରୁ ବୁଝିବା ସେ କଣ କହିବେ। କଣ ଆପଣ ଦେଖୁଛନ୍ତି ସକାଳେ ଦେଖିଲେ? ହାତୀ ତ ଡେଲି ଆଜ୍ଞା ଆସୁଛନ୍ତି, ଆଉ 40 ରୁ 45 ଆସୁଛନ୍ତି ହାତୀ। ପ୍ରତିଦିନ ନଷ୍ଟ କରୁଛନ୍ତି, ଯାଉଛନ୍ତି। ଫରେଷ୍ଟ ବାଲାଙ୍କୁ କହିଲେ ସେ ଆମ ଗାଁ ସ୍କୁଲ ପାଖରୁ ଆସୁଛନ୍ତି, ସେଇଠୁ ବେଢାରେ ବୁଲିନା ପଳେଇ ଯାଉଛି, ସେଇଠୁ ଲେଖି ଦଉଛନ୍ତି ଆସିନାହାନ୍ତି। ଏତିକି ପ୍ରୋବ୍ଲେମ। ଇଏ ହଉଛି ସେଇ ଗ୍ରାମ ଯୋଉ ଗ୍ରାମରେ ହାତୀଙ୍କର ଉପଦ୍ରବ ସବୁଦିନ ହଉଛି, କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ କଣ ପାଇଁ ଏଇ ଗ୍ରାମକୁ ଧ୍ୟାନ ଦଉନାହାନ୍ତି, ଯାହା ଫଳରେ ଅଭିଯୋଗ ଗ୍ରାମବାସୀ ମାନେ କହୁଛନ୍ତି ଫୋନ କରିବା ଦ୍ୱାରା ଫୋନ ସେ ଉଠଉନାହାନ୍ତି। ଆଉ ଯେତେବେଳେ ବି ଆସୁଛନ୍ତି ଆମ ଗ୍ରାମର ଛକକୁ ଆସି ସିଏ ଆସି ଦେଖିଦେଇକି ଯାଉଛନ୍ତି ଯେ ହାତୀ ଆସିନାହାନ୍ତି। କିନ୍ତୁ ସବୁଦିନ ଉପଦ୍ରବ ଏମିତି ପ୍ରକାର ବଢୁଛି, ବଢିବା ଦ୍ୱାରା ଯୋଉମାନଙ୍କର ଚାଷୀ ଅଛନ୍ତି ସେମାନେ ଯେତେବେଳେ ପ୍ରତ୍ୟେକ ଦିନ ଭାବନ୍ତି ରାତିରେ ଧାନ କାଟି ସକାଳକୁ ଦେଇକି ଉଠେଇବା ପାଇଁ ଆସୁଛନ୍ତି। ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କ ସାଙ୍ଗରେ କଥା ହବା। କଣ ଆଜ୍ଞା ପ୍ରତ୍ୟେକ ଦିନ ଆପଣ ତ କହୁଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟକୁ ଫୋନ କରୁଛନ୍ତି, କଣ କି କହୁଛନ୍ତି ଆପଣ? ପ୍ରତ୍ୟେକ ଦିନ ନୁହଁ, ମାସ ଧରିକିନା ବର୍ତ୍ତମାନ ହାତୀ ଆସୁଛନ୍ତି। ଡେଲି ଆସୁଛନ୍ତି, ସନ୍ଧ୍ୟାବେଳେ ଆସୁଛନ୍ତି, ଫସଲ ନଷ୍ଟ କରୁଛନ୍ତି। ସକାଳ ପାଇଲା ବେଳକୁ ଆସି ଯାଇକି ସାହାରା ଗୁଡା ଜଙ୍ଗଲରେ ରହୁଛି। ବର୍ତ୍ତମାନ ଗତକାଲି ରାତିରେ ଯୋଉ ଜରାରପୁର ଗ୍ରାମକୁ ଆସିଲେ 45 ଟିକିଆ ହାତୀ ପଲ, ବହୁତ ଧାନ ଫସଲ ନଷ୍ଟ କରିଦେଲେ। ଲୋକମାନଙ୍କୁ ବହୁତ ମାନେ ଦୁଃଖରେ ସେମାନେ ଲୋନ ଫୋନ ଆଣିକିନା ଧାନ ଚାଷ କରିଦେଲେ। କେମିତି ସେମାନେ ବହୁତ ଅସୁବିଧାରେ ଚଳୁଛନ୍ତି। କାଲି ରାତିରେ ଯୋଉ ନଷ୍ଟ କରିଦିଅନ୍ତି ସେମାନେ ବହୁତ ଅସୁବିଧାରେ ଚଳନ୍ତି। ତେଣୁକରି ସେମାନଙ୍କୁ କେମିତି ସରକାର ତରଫରୁ ସାହାଯ୍ୟ ମିଳିବ ସେଇ ଆକାରରେ ଆପଣଙ୍କ ମାଧ୍ୟମରେ ମୁଁ ଜଣାଉଛି। ଯାହା ଶୁଣୁଥିଲେ ଗଜଛାତି ସରକାରଙ୍କ ତରଫରୁ ଗଜଛାତି ରଖିଛନ୍ତି, କିନ୍ତୁ ଯେତେବେଳେ ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି ସେ ଅଭିଯୋଗର କର୍ଣ୍ଣପାତ କରୁନାହାନ୍ତି। ତ ଯାହା ଏବେ ଦେଖୁଛନ୍ତି, ଯେହେତୁ 30-40 ଏକରର ସମ୍ପତ୍ତିର ଯୋଉ ଧାନ ଅମଳ କରିକିରି ନବା କଥା, ସେ ଯାହା ଫଳରେ ଏବେ ଦେଖିବାକୁ କଣ୍ଡିସନ ମିଳୁଛି, ଯାହା ଆପଣ ଦେଖୁଥିବେ ସିଧାସଳଖ ଦେଖୁଥିବେ ଯୋଉ ପ୍ରକାର ଧାନକୁ ଖିନମିନ କରି ନଷ୍ଟ କରିଦେଇଛନ୍ତି, ଯୋଉଟା କି ଧାନ ତ ନବା କଥା ନୁହେଁ, କୁଟା ବି ଖଣ୍ଡେ ନେଇ ପାରୁନାହାନ୍ତି। ଯାହା ଏଇଟା ଏମିତି ପ୍ରତ୍ୟେକ ଦିନ 30 ରୁ 40 ଯେହେତୁ ଆସିକିରି ହାତୀ ଉପଦ୍ରବ କରୁଛନ୍ତି ପ୍ରତ୍ୟେକ ଦିନ, ସେଥିପାଇଁ ଏଇ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଯେ ଫରେଷ୍ଟ ଡିପାର୍ଟମେଣ୍ଟ କଣ କାମ କରୁଛି। ତ ଯଦି ଫରେଷ୍ଟ ଡିପାର୍ଟମେଣ୍ଟ ପ୍ରତ୍ୟେକ ଦିନ ଯୋଉ ଏରିଆରେ ଧାନ ଅମଳ କରାଯାଉଛି ସେଇ ଏରିଆରେ ଯଦି ଗଜଛାତୀ ମାନଙ୍କୁ ସହଯୋଗରେ ଗ୍ରାମବାସୀ ମାନଙ୍କୁ ସୁରକ୍ଷିତ ଦିଆଯାଏ, ତାହେଲେ ଏଇ ଧାନ ଯୋଉ ଚାଷୀ ମାନଙ୍କର ଧାନ ଯୋଉ ନଷ୍ଟ ହଉଛି ସେ ନଷ୍ଟରୁ ବର୍ତ୍ତିବ କେମିତି। କାହିଁକି ନା ପ୍ରତ୍ୟେକ ଦିନ ଦେଖୁଥିବେ ନୀତିଦିନ ଆଜିକା ଡେଟରେ ଯେହେତୁ ଆପଣ ସବୁବେଳେ ଦେଖୁଥିବେ ମାନେ ହାତୀ ସବୁଦିନ କିଛି ନା କିଛି ଗ୍ରାମରେ କୋଉଠି ଯଦି କିଏ ଶୌଚ କରିବାକୁ ଯାଇଛି ହାତୀ ଜଣକୁ ମାରି ପକେଇଛି, କେତେବେଳେ କିଏ ଯଦି ଚାଷକୁ ଯାଇଥାଉ ବିଲରେ ବି ମଧ୍ୟ ମାରି ପକେଇଛି। ତ ଗଜଛାତୀ ମାନେ ଯୋଉ ମାନେ କାମ କରୁଛନ୍ତି ସେ ପ୍ରପର କାମ କରୁଛନ୍ତି କି ନାହିଁ, ଯଦି ବନଖଣ୍ଡ ଅଧିକାରୀ ଯଦି ଆ ଉପରେ ପଦକ୍ଷେପ ନିଅନ୍ତେ, ଯୋଉ ଜାଗାରେ ଚାଷ ଧାନ କାଟିକିରି ଚାଷୀ ମାନେ ଆଣିବାକୁ ଯାଉଛନ୍ତି ସେ ଗାଁକୁ ଗଜଛାତୀ ମାନେ ଯାଉଛନ୍ତି କି ନାହିଁ, ଆ ଉପରେ ଯଦି ଧ୍ୟାନ ଦିଅନ୍ତେ, ତାହେଲେ ଅନୁଗୁଳ ସହରବାସୀଙ୍କର ଯୋଉ ଧାନ ଚାଷ କରୁଛନ୍ତି ଇଏ ସୁରକ୍ଷିତ ରହନ୍ତା। ଅନୁଗୁଳ ରମାକାନ୍ତ ସାହୁଙ୍କ ରିପୋର୍ଟ, ଫୋକସ ପ୍ଲସ୍।